ଖୋଲିଗଲା ବାଂଲାଦେଶର ଗୁମର। ନମସ୍କାର, ମୁଁ ଶୁଭ ସ୍ୱାଗତ କରୁଛି ଆପଣଙ୍କୁ ପ୍ରଧାନ ନ୍ୟୁଜ୍ ଓଡ଼ିଶାର ଗୋଟେ ଖେଳ ଖବର। ଟି20 ବିଶ୍ୱକପ୍ ବିଷୟରେ ବାଂଲାଦେଶ ମିଛର ପର୍ଦ୍ଦାଫାଶ କଲା ଆଇସିସି। ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା। ସମ୍ପୂର୍ଣ୍ଣ ଖବରଟି ଆପଣ ନିଶ୍ଚୟ ଜାଣନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଗୋଟେ ଲାଇକ୍ ମଧ୍ୟ କରିଦିଅନ୍ତୁ। 2026 ଟି20 ବିଶ୍ୱକପ୍ ସମ୍ବନ୍ଧୀୟ ବିବାଦ ସମ୍ପର୍କରେ ବାଂଲାଦେଶର ମିଛର ପର୍ଦ୍ଦାଫାଶ ହୋଇଥିବା ପରି ମନେ ହେଉଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତରେ ତା'ର ଖେଳାଳି ଏବଂ ପ୍ରସଙ୍ଗର ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଥିଲା। ବାଂଲାଦେଶ ସରକାରଙ୍କର କ୍ରୀଡ଼ା ପରାମର୍ଶଦାତା ଦାବି କରିଛନ୍ତି ଯେ ଆଇସିସି ଏହି ସୁରକ୍ଷା ଚିନ୍ତାକୁ ସ୍ୱୀକାର କରିଛି। ତଥାପି ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଇସିସି ବାଂଲାଦେଶର ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ଜାନୁଆରୀ 12 ତାରିଖରେ ବାଂଲାଦେଶ ସରକାରଙ୍କର କ୍ରୀଡ଼ା ପରାମର୍ଶଦାତା ଅଜିଫ୍ ନଜରୁଲ ଖବରଦାତାମାନଙ୍କୁ କହିଥିଲେ ଯେ ଭାରତରେ ବାଂଲାଦେଶୀ ପ୍ରସଙ୍ଗର ସୁରକ୍ଷା ବିପଦରେ ପଡ଼ିପାରେ ଏବଂ ଆଇସିସି ମଧ୍ୟ ଏହାକୁ ସ୍ୱୀକାର କରିଛି। କିଛି ଆଇସିସି ସୂତ୍ର କହିଛନ୍ତି ଯେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦର ସୁରକ୍ଷା ଦଳ ଦ୍ୱାରା ଏପରି କୌଣସି ଚିଠି ଲେଖାଯାଇନି। ସୂତ୍ର ଅନୁସାରେ ଆଗାମୀ କିଛି ଦିନ ମଧ୍ୟରେ ଆଇସିସି ଏହି ବିବାଦ ଉପରେ ଏକ ସରକାରୀ ବିବୃତ୍ତି ଜାରି କରିପାରେ। ବାଂଲାଦେଶ ସରକାରଙ୍କର କ୍ରୀଡ଼ା ପରାମର୍ଶଦାତା ଅଜିଫ୍ ନଜରୁଲ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଥିଲେ। ସେ କହିଛନ୍ତି ଯେ ଆଇସିସି ସୁରକ୍ଷା ଦଳ ଏକ ଚିଠି ଲେଖି କହିଛି ଯେ ଯଦି ମୁସ୍ତାଫିଜୁର ରହମାନଙ୍କୁ ପୁଣି ଥରେ ଦଳରେ ସାମିଲ କରାଯାଏ ଏବଂ ବାଂଲାଦେଶୀ ପ୍ରସଙ୍ଗମାନେ ସେମାନଙ୍କ ଦେଶର ଜର୍ସି ପିନ୍ଧି ଭାରତରେ ବୁଲନ୍ତି, ତେବେ ବାଂଲାଦେଶୀ ଖେଳାଳି ଏବଂ ପ୍ରସଙ୍ଗର ସୁରକ୍ଷା ବିପଦରେ ପଡ଼ିପାରେ। ଏହି ଚିନ୍ତାଗୁଡ଼ିକୁ ଉଲ୍ଲେଖ କରି ଅଜିତ୍ ନଜରୁଲ କହିଛନ୍ତି ଯେ ଯଦି ବାଂଲାଦେଶ ଦଳ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯାତ୍ରା କରେ ତେବେ ଖେଳାଳିମାନେ ସେଠାରେ ଅସୁରକ୍ଷିତ ରହିବେ ନାହିଁ। ସେ ଆଇସିସି ଉପରେ ମଧ୍ୟ କଟାକ୍ଷ କରେ। ବିଦାୟ ଦିଅନ୍ତୁ, ଆମେ ଦେଖା ହେବା ଅନ୍ୟ ଏକ ଖବର ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।